ତାପରେ କହିଲେ ବିରୋଧ ଶତ୍ରୁ ତ କହିଲା ଶତ୍ରୁ ତୋର କଣ ଖାଇଲା ନବୀନ ପଟ୍ଟନାୟକ ଦଳ ସେ ତୋର କଣ କଲା ଶତ୍ରୁ ତୁ ଡାକନ୍ତୁ ତାକୁ ଡାକନ୍ତୁ ତାକୁ ମାନେ ପକେଇ ଜଣକୁ ପଇସା ଦେଇଛ ତାକୁ ଫେରୁନାହାନ୍ତି କାଳେ ପଇସା ମାଗିବ ତାକୁ ମୁଁ କହିଲି ସେ କୁହନ୍ତୁ ତାପରେ ମୁଁ ଗୋଟେ ଭାବିଲି ସେ କୁହନ୍ତୁ ତାପରେ ଗୋଟେ ଭାବିଲି ଏମାନେ କେହି କହିପାରିବେନି କାରଣ ଶତ୍ରୁ ତ ଆମର ଭଦ୍ର ଲୋକ ଆମେ ପୁରା ଭଦ୍ର ପାର୍ଟି ପାଇଁ ତୁ ଯେତେବେଳେ ଯୁଦ୍ଧ କରିବୁ ଭାଇ ତୁ ବି ଖାତା ପତ୍ର ଧରୁଛୁ ମୋର ଖାତା ଦରକାର ଲୋକ ଜାଣିছে ବବିର ମେମୋରି ବହୁତ ସାର୍ ପୁରା ମୁଁ ଡେଟ୍ ୱାଇଜ୍ ବି କହିବି ବାପା ବୁଝିଲ ବାପା ତମେ ଦେଖିଛ ନା କିଛି ଭଲ ସାଧୁ ଥାନ୍ତି ଆଉ କିଛି ଭଣ୍ଡ ସାଧୁ ଥାନ୍ତି ଭଲ ସାଧୁ ଯେ ଜମା କଥା କହିବେନି ମାର କରିଥିବ ଯେ ରିଏଲ ସାଧୁ ସେ ଜମା କଥା କହିବେନି ତମେ ଆସିଲେ ଦୂରେଇବେ ଭାଇ ଯାହା ମୋର କିଛି ନାହିଁ ଯିଏ ଭଣ୍ଡ ସାଧୁ ଖାଲି ବକିବ ଆସ ସବୁ ଦେବି ସେ ଗୋଟେ ଖଇରା ପିନ୍ଧନ୍ତି ତତେ କିଏ କହିଲା ଖଇରା ପିନ୍ଧିବା ପାଇଁ ନାନୀ ବାବା ଆମର ତତେ କିଏ ନାନୀ ବାବୁ କହିଲା ତ ଭଣ୍ଡ ବାବା ସବୁବେଳେ ଅଧିକ ବକିବ କାହିଁକି ନା ତା ସ୍ୱାର୍ଥ ସାଧନ ପାଇଁ ଯିଏ ରିଏଲ ବାବା ନବୀନ ବାବୁ ସେ ପଦେ କଥା କରିବେ ତାର କାମରେ କରି ଦଉଛନ୍ତି ମୁଁ ଟିକେ କହିଲି ଜଣେ 24 ଘଣ୍ଟା ମିଡିଆରେ ବକର ବକର ହଉଛି ଜଣେ ଯେତିକି ଦରକାର ସେତିକି କହିବ ଏକ୍ସାମ୍ପଲ ସେଇଥିପାଇଁ କହିନଥିଲି ପ୍ରଭାତ ବିଶ୍ୱାଳ କହିନଥିଲି ଏଇଥିପାଇଁ ସେତେବେଳେ ମୋ ଦଳରେ ଥିଲେ ମୋର ଦେହ ହାତରୁ 5 ଖଣ୍ଡ ଖଟି କରିବି ମୋ ବିରୁଦ୍ଧରେ କରିବି ମୁଁ ଦଳରେ ଯିଏ ଥିବ ତା ବିରୁଦ୍ଧରେ କହିବି ଆଜି ଯେହେତୁ ନାହାନ୍ତି ତାକୁ ମୁକା କରିବା ମୋ ଦରକାର ଥିଲା ତା କ୍ୟାରେକ୍ଟର ଦେଖିଦେବେ ସବୁ ପାରିବାବୁକୁ ଏମିତି ଟେକିଲେ 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 ଯେ ଆଉ ଅବସ୍ଥା ନାହିଁ ତାପରେ ଯାଇକି ଆଉ ଡାକୁନାହାନ୍ତି ମୁଁ ତାଙ୍କୁ କହୁଥିଲି ପ୍ରତାପ ଜେନା ପ୍ରଭାତ ବିଶ୍ୱାଳ ଆଉ ଋଷି ସାମନ୍ତରା ବସିଥିବେ ସେ କେମିତି ହଉଥିଲେ ତାଙ୍କ ପୁଅ ଟିକେଟ ପୁରା ଖୋଲା ମଞ୍ଚ ମୁଁ କହୁଥିଲି ଖୋଲା ମଞ୍ଚ ସେ ତ କହୁଛନ୍ତି ଡିବେଟ ପାଇଁ ଗୋଟେ ମୋବାଇଲରେ ଦେଖିଲେ ଦେଖ 2012 ମସିହା ଗୋଟେ ଦେଖୁନ ମୋବାଇଲରେ ଟିଭିରେ ଏଇ ମିଡ୍ ନାଇଟ୍ ଅପରେସନ ବବି ଆରେ ମିଡ୍ ନାଇଟ୍ ଅପରେସନ ବବି ଥିଲା ବବି ଅର୍ଗାନାଇଜ ସେକ୍ରେଟାରୀ ତୁ ସସ୍ପେଣ୍ଡ ତ ନବୀନ ବାବୁ କାହିଁକି ଅଛନ୍ତି କାହାକୁ ଦିନ ଲଣ୍ଠନ ଦେଖଉଛି କାହାକୁ ଦେଖୁଛି ନବୀନ ବାବୁ ମହାନ ସେ ସବୁବେଳେ ଗୋଟେ କଟକ 14 ହେଲା ବିଜୁ ବାବୁଙ୍କର ଜାଗା ସେ ସ୍ୱାଭିମାନକୁ ଲୁଣ୍ଠନ କରୁଛନ୍ତି କଟକ 14 ହଉଛି ସମସ୍ତେ ଜାଣିଛନ୍ତି ବିଜୁ ବାବୁ ତିଆରି କରିଛନ୍ତି ତାକୁ ରିପ୍ରେଜେଣ୍ଟ କରୁଛନ୍ତି ବିଜୁ ଆପଣ ଦିନେ ଦେଖିକି ଏତେ ବକର 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 ଗୋଟେ କ୍ୱେଶ୍ଚନ ପଚାରୁଛି ମୁଁ ଜାଣିନି ଟ୍ୱିଟ୍ ମାରିଥିବେ କି କହିଥିବେ କି ତାଙ୍କ ବାପ ପୁଅ ଟିଭି ଖୋଲିଲେ ମେ ଅବିଚାର କଥା କହୁଛନ୍ତି